ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଥିଲୁ ଯେ ପାରସ୍ପରିକ ମାନବୀୟ ସମ୍ପର୍କ ମଧ୍ୟରେ ନ୍ୟାୟ, ଦାୟିତ୍ୱବୋଧ, ଦୟାଭାବ ଏବଂ ଶୃଙ୍ଖଳାକୁ ବଢ଼ାଇବା ପାଇଁ ହିଁ ପରମେଶ୍ୱରଙ୍କ ନିୟମଗୁଡ଼ିକ ପ୍ରସ୍ତୁତ କରାଯାଇଛି। ସେବକ ବ୍ୟକ୍ତିଗତ କ୍ଷତି ବା ଆଘାତ, ସମ୍ପତ୍ତିର ଅଧିକାର ଏବଂ ସାମାଜିକ ଆଚରଣ ସମ୍ବନ୍ଧୀୟ ନିୟମଗୁଡ଼ିକ ନିରପେକ୍ଷତା ତଥା ଦୁର୍ବଳ, ଗରିବ ଓ ଅସହାୟ ଲୋକମାନଙ୍କର ସୁରକ୍ଷା ପ୍ରତି ପରମେଶ୍ୱରଙ୍କ ଚିନ୍ତାକୁ ପ୍ରକାଶ କରେ। ଆମେ ସେହି ସ୍ୱେଚ୍ଛାକୃତ ସେବକ ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏକ ସୁନ୍ଦର ପ୍ରତିରୂପ ଦେଖିବାକୁ ପାଇଲୁ, ଯିଏ କେବଳ ପ୍ରେମ ଯୋଗୁଁ ନିଜ ମାଲିକଙ୍କ ସହିତ ରହିବାକୁ ବାଛିଥିଲେ। ଖ୍ରୀଷ୍ଟଙ୍କ ଆଡ଼କୁ ସଙ୍କେତ କରେ, ଯିଏ ଆମକୁ ମୁକ୍ତ କରିବା ଓ ଆମକୁ ଆପଣାର କରିବା ପାଇଁ ସ୍ୱେଚ୍ଛାକୃତ ଭାବେ ନିଜକୁ ବଳିଦାନ ଦେଇଥିଲେ। ଆଜିର ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 23 ଏବଂ 24 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ପରମେଶ୍ୱର ଆପଣା ଲୋକମାନଙ୍କୁ ନ୍ୟାୟ, ଦୟାଭାବ, ବିଶ୍ରାମ 12 ବର୍ଷ ଏବଂ ଇସ୍ରାଏଲର ବାର୍ଷିକ ପର୍ବପର୍ବାଣୀ ସମ୍ବନ୍ଧରେ ନିର୍ଦ୍ଦେଶ ଦେବା ଜାରି ରଖିଛନ୍ତି। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟ ଉପରେ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଯାତ୍ରା ପୁସ୍ତକ 23 ପର୍ବ ଏବଂ 24 ପର୍ବ। ଆସନ୍ତୁ ଆଜିର ଅଧ୍ୟୟନରେ ଆମେ ଯାତ୍ରା 23 ଓ 24 ପର୍ବ ଉପରେ ଅଧ୍ୟୟନ କରିବା। ଏହି ପର୍ବରେ ବିଶେଷ କରି ଭୂମି ବିତରଣର ବ୍ୟବସ୍ଥା ବିଷୟରେ ଦେଖୁଁ। କାହାକୁ କେଉଁ ଭୂମି ଦିଆଗଲା, ରହିବା ନିମନ୍ତେ ତାହା ଲକ୍ଷ୍ୟ କରୁ। ବିଶ୍ରାମବାର ବ୍ୟବସ୍ଥା ବିଷୟରେ ଦେଖୁଁ। ବିଭିନ୍ନ ପର୍ବ ପର୍ବାଣୀ ଉପରେ ବ୍ୟବସ୍ଥା ଦିଆଯାଇଥିବା ଦେଖୁଁ। ଯାତ୍ରା 23 ପର୍ବ ତାର 1 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ତୁମେ ମିଥ୍ୟାପବାଦ ଉତ୍ଥାପନ କରିବ ନାହିଁ, ଅନ୍ୟାୟ ସାକ୍ଷୀ ହୋଇ ଦୁଷ୍ଟର ସାହାଯ୍ୟ କରିବ ନାହିଁ। ଆପଣ ଯାହା କହୁଛନ୍ତି ସେଥିପ୍ରତି ସାବଧାନ ରୁହନ୍ତୁ। ଏହା ଈଶ୍ୱରଙ୍କ ଆଚରଣର ବିଧି। ଜଣେ ପରଚର୍ଚ୍ଚାକାରୀ ଆପଣଙ୍କ ମଧ୍ୟରେ ଜଣେ ହତ୍ୟାକାରୀ, ଚୋର କିମ୍ବା ବ୍ୟଭିଚାରୀ ଭଳି ହିଁ ଖରାପ। ତଥାପି ଆମ ସମାଜରେ ଜଣେ ପରଚର୍ଚ୍ଚାକାରୀ ସହଜରେ ଖସିଯାଏ। ଯାତ୍ରା 23 ପର୍ବ ତାର 2 ପଦରେ ଲେଖା ଅଛି, ତୁମେ ଦୁଷ୍କର୍ମ କରିବାକୁ ବହୁ ଲୋକର ପଶ୍ଚାତବର୍ତ୍ତୀ ହେବ ନାହିଁ, ପୁଣି ନ୍ୟାୟ ବିଚାର ଅନ୍ୟଥା କରିବା ପାଇଁ ବହୁ ଲୋକର ପକ୍ଷ ହୋଇ ପ୍ରତିବାଦ କରିବ ନାହିଁ। ଆପଣ ଏଠାରେ ଦେଖିବେ, ଯଦି ଈଶ୍ୱର ଆମକୁ ଏହି ଶିକ୍ଷା ଦିଅନ୍ତି ଯେ ତୁମେ ଦୁଷ୍କର୍ମ କରିବାକୁ ବହୁ ଲୋକର ପଶ୍ଚାତବର୍ତ୍ତୀ ହେବ ନାହିଁ, ଯଦି ଆମେ ତାହା ପାଳନ କରୁ ତେବେ ଆମ ଯାତ୍ରା ପ୍ରତିବାଦ ଓ ଦଙ୍ଗା ଆଉ ହେବ ନାହିଁ। ଆମ ସମାଜ ମଧ୍ୟ ଏପରି ଅପରାଧୀମାନଙ୍କ ଠାରୁ ଦୂରରେ ରହିବ। ସ୍ୱାଧୀନତାର ଅର୍ଥ ନୁହେଁ ଯେ ଆମେ ମଧ୍ୟ ଅନେକଙ୍କ ସହିତ ମନ୍ଦ କାର୍ଯ୍ୟରେ ସେମାନଙ୍କ ପଛେ ପଛେ ଯିବା। ଯାତ୍ରା 23 ପର୍ବ ତାର 3 ପଦରେ ଲେଖା ଅଛି, କିଏ ବା ବିଚାରରେ ଦରିଦ୍ରର ପକ୍ଷପାତ କରିବ ନାହିଁ। ଧନୀ କିମ୍ବା ଗରିବ କାହା ପ୍ରତି ବିଚାରରେ ପକ୍ଷପାତ କରିବା ଉଚିତ ନୁହେଁ। ବିଚାର ଏବଂ ନ୍ୟାୟ ସର୍ବଦା ନିରପେକ୍ଷ ଭାବରେ କରାଯିବା ଆବଶ୍ୟକ। ରୋମିଓମାନେ ନ୍ୟାୟକୁ ଜଣେ ନମ୍ର ଓ ଆଖିରେ ପଟି ବାନ୍ଧିଥିବା ମହିଳା ଭାବରେ ଚିତ୍ରିତ କରୁଥିଲେ। ସେ କୌଣସି ବ୍ୟକ୍ତିବିଶେଷଙ୍କ ପ୍ରତି ପକ୍ଷପାତ କରୁନଥିଲେ ଏବଂ ତାଙ୍କର ଗୋଟିଏ ହାତର ଖଣ୍ଡା ଓ ଅନ୍ୟ ହାତର ନିକିତି ଥିଲା। ଖଣ୍ଡାର
ଅର୍ଥ ଥିଲା ଯେ ଯେତେବେଳେ ବିଚାର ନିଷ୍ପତ୍ତି କରାଯିବ ସେତେବେଳେ ଦଣ୍ଡର ମୂଲ୍ୟାଙ୍କନ କରାଯିବ ଓ ତାହା ନିକିତି ଦ୍ୱାରା ତଉଳୁଥିଲେ। ସେଥିର ଅର୍ଥ ଏହା ଯେ ନ୍ୟାୟ ନିରପେକ୍ଷ ହେବା ଆବଶ୍ୟକ। କୌଣସି ବ୍ୟକ୍ତିଗତ ପକ୍ଷପାତ ନ କରି ବିଚାର କରାଯିବା ଉଚିତ। ଈଶ୍ୱର ପୁଣି ଥରେ ଇସ୍ରାଏଲମାନଙ୍କୁ ବିଶ୍ରାମବାର ଏବଂ ବିଶ୍ରାମ ବର୍ଷ ସମ୍ବନ୍ଧୀୟ ଏହି ନିୟମ ଦେଇଛନ୍ତି। ଯାତ୍ରା 23 ପର୍ବ ତାର 10 ଏବଂ 11 ପଦରେ ଲେଖା ଅଛି, ଆଉ ତୁମ୍ଭେ ଆପଣା ଭୂମିରେ 6 ବର୍ଷ ପର୍ଯ୍ୟନ୍ତ ବୀଜ ବପନ କରିବ ଓ ତହିଁରୁ ଉତ୍ପନ୍ନ ଶସ୍ୟାଦି ସଂଗ୍ରହ କରିବ। ମାତ୍ର ସପ୍ତମ ବର୍ଷରେ ତାକୁ ବିଶ୍ରାମ ଦେବ ଓ ପଡ଼ିଆ ରଖିବ। ତହିଁରେ ତୁମ୍ଭର ଦରିଦ୍ରମାନେ ଖାଇବାକୁ ପାଇବେ। ସେମାନେ ଯାହା ଅବଶିଷ୍ଟ ରଖିବେ ତାହା ବନପଶୁମାନେ ଖାଇବେ। ପୁଣି ତୁମ୍ଭ ଦ୍ରାକ୍ଷା କ୍ଷେତ୍ର ଓ ଜିତବୃକ୍ଷ ପ୍ରତି ମଧ୍ୟ ସେରୂପ କରିବ। ଏଠାରେ ଆମେ ଦେଖୁ ଯେ ଇସ୍ରାଏଲର ଲୋକମାନେ ଯେତେବେଳେ ପ୍ରତିଜ୍ଞାତ ଦେଶକୁ ଯିବେ ସେତେବେଳେ ଈଶ୍ୱର ସେମାନଙ୍କ ସହିତ ଏହି ନିୟମର ପୁନରୀକ୍ଷଣ କରିବେ। ବିଶ୍ରାମବାର, ବିଶ୍ରାମ ବର୍ଷ ଏବଂ ଜୁବିଳି ବର୍ଷ ବିଷୟରେ ଲେବି ପୁସ୍ତକରେ ଆଲୋଚନା କରାଯାଇଛି। ସଂକ୍ଷେପରେ କହିବାକୁ ଗଲେ ବିଶ୍ରାମବାର ହେଉଛି ସପ୍ତାହର ସପ୍ତମ ଦିନ, ଯାହାକି ସମ୍ପୂର୍ଣ୍ଣ ବିଶ୍ରାମବାର ଦିନ ଥିଲା। ବିଶ୍ରାମ ବର୍ଷ ହେଉଛି ପ୍ରତି 7 ବର୍ଷରେ ଥରେ ଜମିକୁ ସବୁ ପ୍ରକାର ଚାଷ କାର୍ଯ୍ୟରୁ ଦିଆଯାଉଥିବା ବିଶ୍ରାମ। ଜୁବିଲି ବର୍ଷକୁ ମୁକ୍ତିର ବର୍ଷ ମଧ୍ୟ କୁହାଯାଏ। ପ୍ରତି 50ତମ ବର୍ଷରେ ଯେଉଁ ଏବ୍ରିୟ ପରିସ୍ଥିତିରେ ପଡ଼ି ନିଜକୁ ଦାସତ୍ୱ ମଧ୍ୟକୁ ଠେଲି ଦେଇଥିଲେ ସେମାନେ ମୁକ୍ତ ହୋଇଥିଲେ। ବିକ୍ରି ହୋଇଯାଇଥିବା ଜମିଗୁଡ଼ିକ ପୁଣି ଥରେ ସେମାନଙ୍କ ପ୍ରକୃତ ମାଲିକଙ୍କ ପାଖକୁ ଫେରି ଆସୁଥିଲା। ଏଠାରେ ଲକ୍ଷ୍ୟ କରିବା କୌତୂହଳପୂର୍ଣ୍ଣ ବିଷୟ ଯେ ଆଜି ଯେଉଁମାନେ ନିଜକୁ ବିଶ୍ରାମବାର ପାଳନକାରୀ ବୋଲି ଦାବି କରୁଛନ୍ତି ସେମାନେ କେବଳ ବିଶ୍ରାମବାର ପାଳନ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ବିଶ୍ରାମ ବର୍ଷକୁ ସମ୍ପୂର୍ଣ୍ଣ ଅଣଦେଖା କରନ୍ତି ଏବଂ ଜୁବିଲି ବର୍ଷକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରନ୍ତି। ବର୍ଷ ମଧ୍ୟରେ 3 ଥର ତୁମେ ମୋ ଉଦ୍ଦେଶ୍ୟରେ ପର୍ବ ପାଳନ କରିବ। ଯାତ୍ରା 23 ପର୍ବ ତାର 14ରୁ 17 ପଦରେ ଲେଖା ଅଛି, ତୁମେ ବର୍ଷ ମଧ୍ୟରେ 3 ଥର ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବ। ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ। ଆମ୍ଭ ଆଜ୍ଞା ଅନୁସାରେ ଆବିବ ମାସର ନିରୂପିତ ସମୟରେ 7 ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ଯେହେତୁ ତୁମ୍ଭେ ସେହି ସମୟରେ ମିଶର ଦେଶରୁ ମୁକ୍ତି ପାଇଅଛ। ପୁଣି କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ। ଆଉ ତୁମ୍ଭେ ଶସ୍ୟ ଛେଦନ ଉତ୍ସବ ଅର୍ଥାତ୍ କ୍ଷେତ୍ରରେ ଯାହା ବୁଣ ତହିଁର ପ୍ରଥମ ସଂଗୃହୀତ ଫଳର ଉତ୍ସବ ପାଳନ କର। ପୁଣି ବର୍ଷ ଶେଷରେ କ୍ଷେତ୍ରରୁ ଫଳ ସଂଗ୍ରହ କରିବା ସମୟରେ ଫଳ ସଞ୍ଚୟର ଉତ୍ସବ ପାଳନ କର। ବର୍ଷ ମଧ୍ୟରେ 3 ଥର ତୁମର ସମସ୍ତ ପୁଞ୍ଜାତି ପ୍ରଭୁ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବେ। ବର୍ଷରେ 3 ଥର ଇସ୍ରାଏଲୀୟ ପୁରୁଷମାନେ ଜେରୁସାଲେମ ମନ୍ଦିରରେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବେ। 3ଟି ପର୍ବ ସେମାନେ ପାଳନ କରୁଥିଲେ। ପ୍ରଥମଟି ହେଲା ନିସ୍ତାର ପର୍ବ, ଦ୍ୱିତୀୟଟି ହେଲା ପେଣ୍ଟିକଷ୍ଟ ପର୍ବ ଏବଂ ତୃତୀୟଟି ହେଲା ସମାଗମ ତମ୍ବୁର ପର୍ବ ଅର୍ଥାତ୍ ପତ୍ରକୁଟୀର ପର୍ବ ପାଳନ କରିବା। ଆପଣଙ୍କର ମନେ ଥିବ ଯେ ମିଶର ଦେଶ ଉପରେ ଆସିଥିବା ଶେଷ ମହାମାରୀରୁ ଇସ୍ରାଏଲର ସୁରକ୍ଷା ଏବଂ ସେହି ଦାସତ୍ୱର ଦେଶରୁ ସେମାନଙ୍କର ମୁକ୍ତି ଉଦ୍ଦେଶ୍ୟକୁ ନେଇ ଏହି ସମସ୍ତ ପର୍ବ ପାଳନ କରିବାକୁ କୁହାଯାଇଥିଲା। ଇସ୍ରାଏଲର ଲୋକମାନେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବା ପୂର୍ବରୁ ଏହିସବୁ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଯାତ୍ରା 23 ପର୍ବ ତାର 20 ଏବଂ 21 ପଦରେ ଲେଖା ଅଛି, ଦେଖ ଆମ୍ଭେ ତୁମ୍ଭକୁ ପଥରେ ରକ୍ଷା କରିବା ପାଇଁ ଓ ତୁମ୍ଭକୁ ଆମର ପ୍ରସ୍ତୁତ ସ୍ଥାନକୁ ଆଣିବା ପାଇଁ ତୁମ୍ଭ ଆଗେ ଆଗେ ଏକ ଦୂତ ପ୍ରେରଣ କରୁଅଛୁ। ତାହାଙ୍କ ବିଷୟରେ ସାବଧାନ ହୁଅ ଓ ତାହାଙ୍କ ରବରେ ଅବଧାନ କର। ତାହାଙ୍କର ଅସନ୍ତୋଷ ଜନ୍ମାଅ ନାହିଁ, କାରଣ ସେ ତୁମ୍ଭମାନଙ୍କ ଅଧର୍ମ କ୍ଷମା କରିବେ ନାହିଁ, ଯେହେତୁ ତାହାଙ୍କଠାରେ ଆମ୍ଭର ନାମ ଅଛି। ଏଠାରେ ଆପଣ ଦେଖିବେ ଯେ ଏହି ଦୂତ ଜଣକ କିଏ? ପବିତ୍ର ଧର୍ମଶାସ୍ତ୍ରର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନର ଉତ୍ତର ଉପରେ ଲେଖାଯାଇଥିବା ଆମେ ଦେଖୁ। ପ୍ରଥମ କରନ୍ଥୀୟ 10 ପର୍ବ ତାର 4 କହେ, ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ, ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ। ପ୍ରଥମ କରନ୍ଥୀୟ 10 ପର୍ବ ତାର 9 ଏବଂ 10 ପଦରେ ପାଉଲ ଏପରି କହନ୍ତି, ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ। ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ। ସଦାପ୍ରଭୁ ଯାହାଙ୍କର ଆଜ୍ଞାବହ ହେବେ। ଯାତ୍ରା 23 ପର୍ବ ତାର 23ରେ ଲେଖା ଅଛି, କାରଣ ଆମ୍ଭର ଦୂତ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭକୁ ଏମୋରୀୟ ଓ ହିତୀୟ ଓ ପିରିସୀୟ ଓ କିଣାନୀୟ ଓ
ହିବ୍ୟ ଯୁବୁସୀୟମାନଙ୍କ ଦେଶକୁ ଆଣିବେ, ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା। ଏଠାରେ ଆପଣ ଦେଖିବେ ଯେ ଈଶ୍ୱର ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ଶତ୍ରୁମାନଙ୍କର ପାପ ଯୋଗୁଁ ସେ ଶତ୍ରୁକୁ ସେହି ଦେଶରୁ ବାହାର କରି ନେବାକୁ ଚାହାନ୍ତି। ଏବେ ପ୍ରଭୁ ସେମାନଙ୍କୁ କହୁଛନ୍ତି, ଯାତ୍ରା 23 ପର୍ବ ତାର 27 ପଦରେ ଲେଖା ଅଛି, ଆମ୍ଭେ ତୁମ୍ଭ ଆଗେ ଆଗେ ଆମ୍ଭ ବିଷୟକ ଭୟ ପ୍ରେରଣ କରିବା। ପୁଣି ତୁମ୍ଭେ ଯେଉଁ ସବୁ ଲୋକଙ୍କ ନିକଟରେ ଉପସ୍ଥିତ ହେବ ସେମାନଙ୍କୁ ବ୍ୟାକୁଳ କରିବା ଓ ଆମ୍ଭେ ତୁମ୍ଭର ଶତ୍ରୁଗଣକୁ ବିମୁଖ କରିବା। ଏଠାରେ ଆପଣ ଦେଖିବେ ଯେ ଈଶ୍ୱର ଇସ୍ରାଏଲକୁ କହୁଛନ୍ତି ଯେ ସେମାନଙ୍କୁ ଇସ୍ରାଏଲ ଦେଶରେ ସ୍ଥାପିତ କରିବା ଏବଂ ଏହାକୁ ସେମାନଙ୍କର ନିଜ ଭୂମି କରିବା ତାଙ୍କର ଉଦ୍ଦେଶ୍ୟ ଅଟେ। ତାପରେ ଈଶ୍ୱର ସେମାନଙ୍କୁ କହୁଛନ୍ତି, ଯାତ୍ରା 23 ପର୍ବ ତାର 32 ଏବଂ 33 ପଦରେ ଲେଖା ଅଛି, ତୁମେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବଗଣ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ। ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ, କଲେ ସେମାନେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ଯେହେତୁ ତୁମ୍ଭେ ଯେବେ ସେମାନଙ୍କ ଦେବଗଣର ସେବା କର, ତେବେ ତାହା ଅବଶ୍ୟ ତୁମ୍ଭର ଫାନ୍ଦ ସ୍ୱରୂପ ହେବ। ଏଠାରେ ଆପଣ ଦେଖିବେ ଇସ୍ରାଏଲର ସନ୍ତାନମାନଙ୍କୁ ସେହି ଦେଶବାସୀମାନଙ୍କ ସହିତ କିମ୍ବା ସେମାନଙ୍କର ଦେବତାମାନଙ୍କ ସହିତ କୌଣସି ସମ୍ପର୍କ ରଖିବାର ନଥିଲା। ଜିହୋସିଓ ଗିବିଅନୀୟମାନଙ୍କ ସହିତ ଚୁକ୍ତି କରି ଏହି ଭୁଲ କରିଥିଲେ। ସେ ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ଅନୁସନ୍ଧାନ କରିନଥିଲେ। ପ୍ରକୃତରେ ଇସ୍ରାଏଲ ଜାତି ଶେଷରେ ବାବିଲୋନର ବନ୍ଦିତ୍ୱକୁ ଯିବାର କାରଣ ଥିଲା ଯେ ସେମାନେ ପ୍ରତିମା ପୂଜା ଆଡ଼କୁ ଚାଲିଗଲେ ଏବଂ ଅନ୍ୟ ଦେବତାମାନଙ୍କର ସେବା କଲେ। ଅନ୍ୟ ଅର୍ଥରେ ସେମାନେ ଈଶ୍ୱରଙ୍କ ବ୍ୟବସ୍ଥା ଆଦୌ ପାଳନ କଲେ ନାହିଁ। ଯାତ୍ରା ପୁସ୍ତକ 24 ପର୍ବ ଅଧ୍ୟୟନ ସହିତ ବ୍ୟବସ୍ଥା ସମ୍ବନ୍ଧୀୟ ସେହି ବିଭାଗଟି ଶେଷ କରିବାକୁ ଯିବା, ଯାହା ଯାତ୍ରା ପୁସ୍ତକ 21 ଅଧ୍ୟାୟରୁ ଆରମ୍ଭ ହୋଇଥିଲା। ଆମେ ଜାଣିବାକୁ ପାଇଲୁ ଯେ ମୋଶାଙ୍କର ବ୍ୟବସ୍ଥା କେବଳ ସେହି ସଂକ୍ଷିପ୍ତ 10ଟି ଆଜ୍ଞା ମଧ୍ୟରେ ସୀମିତ ନଥିଲା, ବରଂ ଏହି ବ୍ୟବସ୍ଥାର ପରିସର ଅନେକ ଦୂର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଯାତ୍ରା 24 ପର୍ବ ତାର 1 ପଦରେ ଲେଖା ଅଛି, ଅନନ୍ତର ସେ ମୋଶାଙ୍କୁ କହିଲେ, ତୁମ୍ଭେ ଓ ହାରଣ ଓ ନାବଦ ଓ ଅବିହୁ ଇସ୍ରାଏଲର ପ୍ରାଚୀନ ବର୍ଗର 70 ଜଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରି ଆସି ଦୂରରେ ରହି ତାଙ୍କର ଭୋଜନା କର। ଈଶ୍ୱର ଏହି ଲୋକମାନଙ୍କୁ ପର୍ବତ ଉପରକୁ ଆସିବାକୁ କହିଥିଲେ, କିନ୍ତୁ ସେହି ସମୟରେ ବିଶେଷ ସ୍ଥିତିରେ ଥିବା ଲୋକମାନଙ୍କୁ ଦୂରରୁ ଉପାସନା କରିବାକୁ କୁହାଯାଇଥିଲା। ବ୍ୟବସ୍ଥା ଅଧୀନରେ ଥିବା ବିଷୟ ସବୁ କେତେ ଭିନ୍ନ ଥିଲା, ଯାହା ଆଜି ଅନୁଗ୍ରହର ଅଧୀନରେ ଥିବା ବିଷୟ ସବୁ ବ୍ୟବସ୍ଥାଠାରୁ ସମ୍ପୂର୍ଣ୍ଣ ଅଲଗା। ଈଶ୍ୱର ଯେତେବେଳେ ସେମାନଙ୍କୁ ଅନୁଗ୍ରହ ରୂପୀ ଉକ୍ରୋଶ ପକ୍ଷୀର ଡେଣା ଉପରେ ବସାଇ ମିଶରରୁ ଆଣିଥିଲେ, ସେହି ସମୟଠାରୁ ବର୍ତ୍ତମାନର ସମୟ କେତେ ଭିନ୍ନ ଥିଲା। ବ୍ୟବସ୍ଥା ଅଧୀନରେ ମନୁଷ୍ୟକୁ ଦୂରରୁ ଉପାସନା କରିବାକୁ ପଡ଼ୁଥିଲା, କିନ୍ତୁ ଆଜି ଯାହା ଏଫେସୀୟ 2 ପର୍ବ ତାର 13 ଆମକୁ କହେ, କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। ଈଶ୍ୱର ଆଜି ଆମକୁ ନିଜ ଅନୁଗ୍ରହ ଦ୍ୱାରା ରକ୍ଷା କରିଛନ୍ତି ଏବଂ ଜୀବନର ପଥରେ ଆଗେଇ ନେଇ ଚାଲିଛନ୍ତି। ଯାତ୍ରା 24 ପର୍ବ ତାର 2 ଏବଂ 3 ପଦରେ ଲେଖା ଅଛି, କେବଳ ମୂଷା ସଦାପ୍ରଭୁଙ୍କ ନିକଟକୁ ଆସିବ, ମାତ୍ର ସେମାନେ ନିକଟକୁ ଆସିବେ ନାହିଁ, କିମ୍ବା ଲୋକମାନେ ତାହା ସଙ୍ଗେ ଆରୋହଣ କରିବେ ନାହିଁ। ତେବେ ମୂଷା ଆସି ସଦାପ୍ରଭୁଙ୍କର ସେହି ସବୁ ବାକ୍ୟ ଓ ଶାସନ ବିଷୟ ଲୋକମାନଙ୍କୁ କହନ୍ତି। ସମସ୍ତେ ଏକ ସ୍ୱରରେ ଉତ୍ତର କଲେ, ସଦାପ୍ରଭୁ ଯେ ସବୁ କଥା କହିଅଛନ୍ତି ତାହା ସବୁ ଆମ୍ଭେମାନେ ପାଳନ କରିବା। ଏଠାରେ ଆପଣ ଦେଖିବେ ଯେ ଈଶ୍ୱର ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କୁ ପଚାରିଲେ ଯେ ତାଙ୍କର ଆଜ୍ଞା ଓ ବ୍ୟବସ୍ଥା ସେମାନେ ପାଳନ କରିବାକୁ ଚାହାନ୍ତି କି ନାହିଁ, ଏହି ପ୍ରଶ୍ନ ସେମାନଙ୍କ ପ୍ରତି ଦ୍ୱିତୀୟ ଥର ଥିଲା, ଯେଉଁଠି ସେମାନେ ଏକ ସକାରାତ୍ମକ ଉତ୍ତର ଦେଇଥିଲେ ଓ ସମସ୍ତେ ହଁ କହିଥିଲେ। ସେମାନେ ଅତ୍ୟନ୍ତ ଆତ୍ମବିଶ୍ୱାସୀ, ଆତ୍ମନିର୍ଭରଶୀଳ ଏବଂ ଅହଙ୍କାରୀ ହୋଇ ଈଶ୍ୱରଙ୍କୁ କହିଲେ, ହଁ ଆମେ ଆପଣଙ୍କର ବ୍ୟବସ୍ଥା ଚାହୁଁ ଓ ତାହା ପାଳନ କରିବୁ। ସେମାନେ ସମସ୍ତ ବ୍ୟବସ୍ଥା ପାଇବା ପୂର୍ବରୁ ହଁ ପ୍ରଭୁଙ୍କର ସମସ୍ତ ବାକ୍ୟ ପାଳନ କରିବାକୁ ପ୍ରତିଜ୍ଞା କରିଥିଲେ। ସେମାନଙ୍କୁ 10ଟି ଆଜ୍ଞା ଦିଆଯାଇଥିଲା ଏବଂ ସେମାନେ ବିଶ୍ୱାସ କରୁଥିଲେ ଯେ ସେମାନେ ସେଗୁଡ଼ିକୁ ପାଳନ କରିପାରିବେ। ଆଶ୍ଚର୍ଯ୍ୟ ଲାଗେ ଯେ ଇସ୍ରାଏଲର ଲୋକମାନେ କିପରି ଏତେ ବଡ଼ ଭ୍ରମରେ ପଡ଼ିଗଲେ, କିନ୍ତୁ ଅନେକ ଲୋକଙ୍କୁ ଦେଖି ଅଧିକ ବିସ୍ମିତ ହୁଏ, ଯେଉଁମାନେ ଆଜି ମଧ୍ୟ ବିଶ୍ୱାସ କରନ୍ତି ଯେ ସେମାନେ ବ୍ୟବସ୍ଥା ଅନୁସାରେ ଜୀବନ କାଟୁଛନ୍ତି। ଯେଉଁମାନେ ଭାବନ୍ତି ଯେ ସେମାନେ ଈଶ୍ୱରଙ୍କର ମାନଦଣ୍ଡ ଅନୁଯାୟୀ ଜୀବନ କାଟନ୍ତି, ସେମାନେ ପ୍ରକୃତରେ ଭ୍ରମ ମଧ୍ୟରେ ଅଛନ୍ତି ଏବଂ ଏହା ଏକ ଭୟଙ୍କର ବିଷୟ। ପ୍ରଥମ ଯୋହନ 1 ପର୍ବ ତାର 8 ଆମକୁ କହେ, ଆମମାନଙ୍କର ପାପ ନାହିଁ,
ଏହା ଯଦି କହୁଁ ତାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମମାନଙ୍କଠାରେ ସତ୍ୟ ନାହିଁ। ଆପଣ ହୁଏତ ଆପଣଙ୍କ ପ୍ରତିବାସୀକୁ ପ୍ରଚାର କରୁନଥିବେ, ଆପଣ ନିଜ ସ୍ତ୍ରୀକୁ ସ୍ୱାମୀ କିମ୍ବା ପ୍ରିୟଜନକୁ ପ୍ରଚାର କରୁନଥିବେ, କିନ୍ତୁ ଆପଣ ନିଶ୍ଚିତ ଭାବରେ ନିଜକୁ ପ୍ରଚାର କରିପାରିବେ। ଯଦି ଆପଣ କହନ୍ତି ଯେ ଆପଣ ପାପ କରନ୍ତି ନାହିଁ, ତେବେ ଆପଣ ନିଜକୁ ହିଁ ପ୍ରତାରଣା କରୁଛନ୍ତି। ଯଦି କେହି ଭାବୁଛନ୍ତି ଯେ ସେ ପାପ କରି ସେଥିର ଅର୍ଥ ସେ ସତ୍ୟ କହୁନାହିଁ, ତେଣୁ ଜହନ କହନ୍ତି ଯେ ତା ମଧ୍ୟରେ ଆଦୌ ସତ୍ୟ ନାହିଁ। ଆପଣ ହୁଏତ ଏହାକୁ ଏଡ଼ାଇ ଦେଇପାରନ୍ତି। ସେଥିପାଇଁ ପ୍ରଥମ ଜହନ ତାର 1 ପର୍ବ ତାର 10ରେ ପୁଣି ଏହାର ପୁନରାବୃତ୍ତି କରି କହନ୍ତି, ଆମ୍ଭେମାନେ ପାପ କରିନାହୁଁ। ଏହା ଯଦି କହୁଁ ତାହେଲେ ଆମ୍ଭେମାନେ ତାହାକୁ ମିଥ୍ୟାବାଦୀ କରୁ, ପୁଣି ତାହାଙ୍କ ବାକ୍ୟ ଆମମାନଙ୍କଠାରେ ନାହିଁ। ଜହନ କହୁଛନ୍ତି, କେହି କହନ୍ତି ଯେ ସେ ପାପ କରିନାହାନ୍ତି, ତେବେ ସେ ଈଶ୍ୱରଙ୍କୁ ମିଥ୍ୟାବାଦୀ ବୋଲି ପ୍ରମାଣ କରୁଛନ୍ତି। ଈଶ୍ୱର କେବେ ହେଲେ ମିଥ୍ୟାବାଦୀ ହୋଇପାରିବେ ନାହିଁ। ଆମେ କେବେ ହେଲେ ନିଜର ବଡ଼ିମା ଦେଖାଇବା ନାହିଁ। ଆଶ୍ଚର୍ଯ୍ୟର କଥା ହେଲା, ଇସ୍ରାଏଲର ସନ୍ତାନମାନେ କେତେ ଗର୍ବ କରୁଥିଲେ। ସେମାନେ କହିଲେ, ପ୍ରଭୁ ଯାହା ସବୁ କହିଛନ୍ତି ସେହି ସମସ୍ତ ବାକ୍ୟ ଆମେ ପାଳନ କରିବୁ। ତଥାପି ଆପଣ ଲକ୍ଷ୍ୟ କରିବେ ଯେ ସେମାନେ ତାଙ୍କର ସମସ୍ତ ବାକ୍ୟ ପାଳନ କରିପାରିନଥିଲେ। ଯାତ୍ରା 24 ପର୍ବ ତାର 4ରୁ 7 ପଦରେ ଲେଖା ଅଛି, ଅନନ୍ତର ମୂଷା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ। ପୁଣି ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦୀ ଓ ଇସ୍ରାଏଲର 12 ବଂଶାନୁସାରେ 12 ସ୍ତମ୍ଭ ନିର୍ମାଣ କଲେ। ଆଉ ସେ ଇସ୍ରାଏଲର ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତି। ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ପୁରୁଷମାନଙ୍କୁ ବଳିଦାନ କଲେ। ତହୁମୂଷା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦୀ ଉପରେ ସେଚନ କଲେ। ପୁଣି ନିୟମ ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣ ଗୋଚରରେ ପାଠ କଲେ। ତହିଁରେ ସେମାନେ କହିଲେ, ସଦାପ୍ରଭୁ ଯାହା ଯାହା କହିଅଛନ୍ତି ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା। ଏଠାରେ ଆପଣ ଦେଖିବେ ଯେ ଇସ୍ରାଏଲୀୟମାନେ ନିଶ୍ଚିତ ଭାବରେ ଆତ୍ମବିଶ୍ୱାସୀ ଥିଲେ। ସେମାନେ ପ୍ରକୃତରେ ଭାବିଥିଲେ ଯେ ସେମାନେ ଈଶ୍ୱରଙ୍କର ବ୍ୟବସ୍ଥା ପାଳନ କରିବେ। ଏହା ହେଉଛି ସବୁଠାରୁ ବଡ଼ ଭୁଲ ଧାରଣା। ସେମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବାକୁ ପ୍ରତିଜ୍ଞା କରିଥିଲେ, କିନ୍ତୁ କରିପାରିଲେ ନାହିଁ। ମନୁଷ୍ୟ ବିଶ୍ୱାସ କରେ ଯେ ସେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବ, କିନ୍ତୁ ସେ ତାହା କରିପାରିବ ନାହିଁ। ଆପଣ ଏବଂ ମୁଁ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ, କାରଣ କୌଣସି ମନୁଷ୍ୟ ଈଶ୍ୱରଙ୍କ ମାନଦଣ୍ଡ ଅନୁଯାୟୀ ଜୀବନ କାଟିପାରିବ ନାହିଁ। ଆମେ ଭୁଲି ଯାଉଁ ଯେ ଈଶ୍ୱରଙ୍କ ଦୃଷ୍ଟିରେ ଆମେ ପ୍ରକୃତରେ ବିଫଳ ଓ ପତିତ ମନୁଷ୍ୟ। ଯଦି ଆପଣଙ୍କର ଏଥିରେ ସନ୍ଦେହ ଅଛି, ତେବେ କେବଳ ଜଗତର ଚାରିଆଡ଼କୁ ଚାହାନ୍ତୁ ଏବଂ କିପରି ନିୟମ ଉଲ୍ଲଙ୍ଘନ କରୁଛନ୍ତି ଲକ୍ଷ୍ୟ କରନ୍ତୁ। ପ୍ରତ୍ୟେକ କ୍ଷେତ୍ରରେ ଥିବା ପାପ, ବିଭ୍ରାଟ ନାସ୍ତିକତା ଏବଂ ଈଶ୍ୱରବିହୀନ ଜୀବନ କାଟୁଥିବା ଲକ୍ଷ୍ୟ କରନ୍ତୁ। ଈଶ୍ୱର କହୁଛନ୍ତି, ରୋମିଓ 3 ପର୍ବ ତାର 10 ପଦରେ କହିଛନ୍ତି, ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ଆମେ ଏପରି ଏକ ସମୟରେ ବାସ କରୁଛୁ ଯେଉଁଠି ପାପକୁ ଭଲ ଏବଂ ମନ୍ଦ ବିଷୟକୁ ଭଲ ବୋଲି କହୁଛନ୍ତି। ଏଠାରେ ଆମେ ଦେଖୁ ଯେ ଭବିଷ୍ୟତ ବକ୍ତାମାନେ କହିଥିଲେ ଯେ ଏଭଳି ଏକ ଦିନ ଆସିବ। ପ୍ରକୃତରେ ଆମେ ନିଶ୍ଚିତ ଭାବେ ସେହି ସମୟରେ ପହଞ୍ଚି ସାରିଛୁ। ଯାତ୍ରା 24 ପର୍ବ ତାର 8 ପଦରେ ଲେଖା ଅଛି, ତହୁମୂଷା ସେହି ରକ୍ତ ଘେନି ଲୋକମାନଙ୍କ ଉପରେ ସେଚନ କରି କହିଲେ, ଦେଖ, ସଦାପ୍ରଭୁ ତୁମମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ କରିଅଛନ୍ତି ସେହି ନିୟମର ରକ୍ତ ଏହି। ଏଠାରେ ଆପଣ ଦେଖିବେ ଯେ ଈଶ୍ୱର ସେମାନଙ୍କୁ ବ୍ୟବସ୍ଥା ଦେବା ପୂର୍ବରୁ ଇସ୍ରାଏଲୀୟମାନଙ୍କର ଉପରେ ରକ୍ତ ସେଚନ କରାଯାଇଥିଲା, ଯେପରି ସେମାନେ ଜାଣିପାରିବେ ଯେ ବଳିଦାନର ଆବଶ୍ୟକତା ରହିଛି। ଏବ୍ରୀ 9 ପର୍ବ ତାର 22 କହେ, ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ଈଶ୍ୱର ଏହି ବିଷୟ ଅନେକ ଥର କହିଥିବା ଦେଖୁ। ସ୍ୱର୍ଗ ଯିବା ନିମନ୍ତେ ଜୀବନ ଉତ୍ସର୍ଗ କରିବା ଆବଶ୍ୟକ ଓ ଆମ ପାପର ମୂଲ୍ୟ ଦେବା ଆବଶ୍ୟକ। ଯାତ୍ରା 24 ପର୍ବ ତାର 9 ଏବଂ 10 ପଦରେ ଲେଖା ଅଛି, ତେବେ ମୂଷା, ହାରୁଣ, ନାଦ, ଅବିହୁ ଓ ଇସ୍ରାଏଲର ପ୍ରାଚୀନ ବର୍ଗର 70 ଜଣ ଆରୋହଣ କଲେ, ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦର୍ଶନ କଲେ। ପୁଣି ତାଙ୍କ ଚରଣତଳ ସ୍ଥାନ ଉଜ୍ଜଳ ନୀଳକା ମଣିନିର୍ମିତ କାର୍ଯ୍ୟତୁଲ୍ୟ ଓ ନିର୍ମଳତାରେ ଠିକ୍ ଆକାଶ ପରି ଥିଲା। ସେମାନେ ଇସ୍ରାଏଲର ଈଶ୍ୱରଙ୍କୁ ଦର୍ଶନ କଲେ। ପ୍ରକୃତରେ କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, କାରଣ ସେ ଆତ୍ମା ଅଟନ୍ତି। ଜହନ 1 ପର୍ବ ତାର 18 ଆମକୁ କହେ ଯେ କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ସେମାନେ ଯାହା ଦେଖିଥିଲେ ତାହା ଈଶ୍ୱରଙ୍କର ଏକ ପ୍ରତିଛବି ଥିଲା। ପ୍ରଭୁ ଯୀଶୁଙ୍କୁ ଆମେ ଯେତେ ନିକଟତର ଭାବେ ଦେଖିପାରିବା, ସେତିକି
ଈଶ୍ୱରଙ୍କୁ ଜାଣିପାରିବା, କାରଣ ପ୍ରଭୁ ଯୀଶୁ ହିଁ ପିତା ଈଶ୍ୱରଙ୍କ ନିକଟତର ଅଟନ୍ତି। ଆଜି ପିତାଙ୍କ ବିଷୟରେ ଆମେ ଯାହା କିଛି ଜାଣୁ ତାହା କେବଳ ପୁତ୍ରଙ୍କ ମାଧ୍ୟମରେ ହିଁ ଜାଣୁ। ପିତା ଈଶ୍ୱର କିପରି ଦେଖାଯାଆନ୍ତି, କ'ଣ ଅନୁଭବ କରିଛନ୍ତି ବା କ'ଣ ଚିନ୍ତା କରନ୍ତି, ତାହା ମୁଁ ଜାଣିନାହିଁ। କାରଣ ଈଶ୍ୱର ଯିଶାୟ 55 ପର୍ବ ତା'ର 8 ଏବଂ 9ରେ ଆମକୁ କହନ୍ତି, ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପ ସକଳ ତୁମମାନଙ୍କର ସଂକଳ୍ପ ପରି ନୁହେଁ, କିମ୍ବା ତୁମମାନଙ୍କର ମାର୍ଗ ସକଳ ଆମ୍ଭର ମାର୍ଗ ପରି ନୁହେଁ। କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗ ସକଳ ତୁମମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। କିନ୍ତୁ ଯୀଶୁଖ୍ରୀଷ୍ଟ ଆମ ନିକଟରେ ତାହାଙ୍କୁ ପ୍ରକାଶ କରିଛନ୍ତି। ମୋଶା, ହାରୁଣ, ନାଦବ, ଅବିହୁ ଏବଂ ଇସ୍ରାଏଲର 70 ଜଣ ପ୍ରାଚୀନ ପିତା ଈଶ୍ୱରଙ୍କୁ ଦେଖିନଥିଲେ, ବରଂ ସେମାନେ ଈଶ୍ୱରଙ୍କ ପ୍ରତିଛବି ଦେଖିଥିଲେ। ଯାତ୍ରା 24 ପର୍ବ ତା'ର 11 ପଦରେ ଲେଖା ଅଛି। ଆଉ ସେ ଇସ୍ରାଏଲର ସନ୍ତାନଗଣର ଅଧ୍ୟକ୍ଷମାନଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ, ମାତ୍ର ସେମାନେ ପରମେଶ୍ୱରଙ୍କୁ ଦର୍ଶନ କଲେ, ପୁଣି ଭୋଜନ ପାନ କଲେ। ଏହି ପଦରେ ଓ ପରବର୍ତ୍ତୀ ପଦରେ ଦେଖୁ ଯେ ସେମାନେ ଈଶ୍ୱରଙ୍କ ପ୍ରତିଛବି ଦେଖିଥିଲେ। ପରବର୍ତ୍ତୀ ସମୟରେ ମୋଶା ଈଶ୍ୱରଙ୍କୁ ଅନୁରୋଧ କଲେ ଯେ ସେ ଯେପରି ତାହାଙ୍କୁ ଦେଖିପାରିବେ, କାରଣ ସେ ଯେ ପର୍ଯ୍ୟନ୍ତ ଯାହା କିଛି ଦେଖିଥିଲେ ତାହା କେବଳ ଏକ ପ୍ରତିଛବି ଥିଲା। ମୋଶା ପ୍ରକୃତରେ ଈଶ୍ୱରଙ୍କୁ ଦେଖିବାକୁ ଚାହୁଁଥିଲେ। ସେହିପରି ଈଶ୍ୱରଙ୍କୁ ଦେଖିବା ପାଇଁ ସେହି ଉପର କୋଠରୀରେ ଫିଲିପ ମଧ୍ୟ ନିବେଦନ କରିଥିଲେ। ଫିଲିପ ତାହାଙ୍କୁ କହିଲେ, ପ୍ରଭୁ, ଆମମାନଙ୍କ ପିତାଙ୍କୁ ଦର୍ଶନ କରାନ୍ତୁ, ଦର୍ଶନ କଲେ ସନ୍ତୁଷ୍ଟ ହୋଇଯିବୁ। ଯୋହନ 14 ପର୍ବ ତା'ର 8 ଏବଂ 9 ପଦରେ ଲେଖା ଅଛି। ଫିଲିପ ତାହାଙ୍କୁ କହିଲେ, ପ୍ରଭୁ, ଆମମାନଙ୍କ ପିତାଙ୍କୁ ଦର୍ଶନ କରାନ୍ତୁ, ତାହା ଆମମାନଙ୍କ ନିମନ୍ତେ ଯଥେଷ୍ଟ। ଯୀଶୁ ତାହାଙ୍କୁ କହିଲେ, ଫିଲିପ, ଏତେ କାଳ ମୁଁ ତୁମମାନଙ୍କ ସାଙ୍ଗରେ ଅଛି, ଆଉ ତୁମେ କ'ଣ ମୋତେ ଜାଣିଲ ନାହିଁ? ଯେ ମୋତେ ଦର୍ଶନ କରିଅଛି ସେ ପିତାଙ୍କୁ ଦର୍ଶନ କରିଅଛି। ଆମମାନଙ୍କୁ ପିତାଙ୍କୁ ଦର୍ଶନ କରାନ୍ତୁ ବୋଲି ତୁମେ କିପରି କହୁଅଛ? ଯଦି ଆପଣ ଈଶ୍ୱରଙ୍କୁ ଦେଖିବାକୁ ଚାହାନ୍ତି, ତେବେ ଆପଣଙ୍କୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ ଯିବାକୁ ହେବ। ଅନେକ ବିଶ୍ୱାସୀଙ୍କର ସାକ୍ଷ୍ୟ ଶୁଣିଛି। ସେମାନେ କହନ୍ତି ଯେ ସେମାନେ ପରିତ୍ରାଣ ପାଇଥିବାରୁ ସିଧା ଈଶ୍ୱରଙ୍କ ନିକଟରେ ପହଞ୍ଚି ପାରିବେ। କିନ୍ତୁ ସତ୍ୟ ଏହା ଯେ ଆମେ ସିଧାସଳଖ ଈଶ୍ୱରଙ୍କ ପରିସ୍ଥିତି ମଧ୍ୟକୁ ଯାଇପାରିବା ନାହିଁ, କାରଣ ଆମର ଜଣେ ମଧ୍ୟସ୍ଥ ଅଛନ୍ତି। ପ୍ରଥମ ତିମୋଥୀ 2 ପର୍ବ ତା'ର 5 କହେ, କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ। ଆମେ ପ୍ରଭୁଙ୍କ ମଧ୍ୟ ଦେଇ ହିଁ ଯୀଶୁଙ୍କ ନିକଟକୁ ଯାଇପାରିବା। ଆୟୁବ ଯେଉଁ ମଧ୍ୟସ୍ଥ ପାଇଁ ବ୍ୟାକୁଳ ହେଉଥିଲେ, ଖ୍ରୀଷ୍ଟ ହିଁ ସେହି ମଧ୍ୟସ୍ଥ ଅଟନ୍ତି। ଖ୍ରୀଷ୍ଟ ଗୋଟିଏ ହାତରେ ଆପଣଙ୍କୁ ଧରନ୍ତି ଓ ଈଶ୍ୱରଙ୍କ ସହିତ ଆପଣଙ୍କୁ ପୁନର୍ମିଳନ କରନ୍ତି। ଆମେ ନିଜ ଚେଷ୍ଟାରେ ପିତା ଈଶ୍ୱରଙ୍କ ନିକଟରେ ପହଞ୍ଚି ପାରିବା ନାହିଁ। ଏହି ସତ୍ୟ ଆମକୁ ସ୍ୱୀକାର କରିବାକୁ ହେବ। ଯାତ୍ରା 24 ପର୍ବ ତା'ର 13 ପଦରେ ଲେଖା ଅଛି, ତହିଁରେ ମୋଶା ଓ ତାଙ୍କର ପରିଚାରକ ଯେହୋଶୁଆ ଉଠିଲେ, ପୁଣି ମୋଶା ପରମେଶ୍ୱରଙ୍କ ପର୍ବତରେ ଆରୋହଣ କଲେ। ଏଠାରେ ଆପଣ ଦେଖିବେ ଯେ ବର୍ତ୍ତମାନ ଆମେ ବାରମ୍ବାର ଯେହୋଶୁଆଙ୍କୁ ଦେଖିବାକୁ ପାଇବା। ମୋଶାଙ୍କ କାର୍ଯ୍ୟକୁ ଆଗକୁ ନେବା ନିମନ୍ତେ ଈଶ୍ୱର ଯେହୋଶୁଆଙ୍କୁ ପ୍ରସ୍ତୁତ କରୁଥିଲେ। ସେ ଜଣେ ଯୁବା ଲୋକ ଥିଲେ। ଈଶ୍ୱର ଅନେକ ବିଷୟ ତାଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ। ଇସ୍ରାଏଲମାନଙ୍କୁ କଢ଼ାଇ ନେବାକୁ ତାଙ୍କୁ ପ୍ରସ୍ତୁତ କରୁଛନ୍ତି। ଯାତ୍ରା 24 ପର୍ବ ତା'ର 14ରୁ 18 ପଦରେ ଲେଖା ଅଛି। ଆଉ ସେ ପ୍ରାଚୀନ ବର୍ଗଙ୍କୁ କହିଲେ, ଆମ୍ଭେମାନେ ଯେ ଯାଏ ତୁମ ନିକଟକୁ ବାହୁଡ଼ି ନ ଆସୁ, ସେ ଯାଏ ତୁମ୍ଭେମାନେ ଆମମାନଙ୍କ ଅପେକ୍ଷାରେ ଏହିଠାରେ ଥାଅ। ଦେଖ, ହାରୁଣ ଓ ହୁର ତୁମମାନଙ୍କ ନିକଟରେ ଅଛନ୍ତି। କାହାରି କୌଣସି ବିବାଦର କଥା ଉପସ୍ଥିତ ହେଲେ ସେ ସେମାନଙ୍କ ନିକଟକୁ ଯାଉ। ଏଉତାରେ ମୋଶା ପର୍ବତରେ ଚଢ଼ିଲେ, ପୁଣି ମେଘ ପର୍ବତକୁ ଢାଙ୍କିଲା। ତହିଁରେ ସିନାଇ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା, ଆଉ ତାହା 6 ଦିନ ମେଘାଚ୍ଛନ୍ନ ହୋଇ ରହିଲା। ତହିଁ ଉତ୍ତାରେ ସେ 7ମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। ତହିଁରେ ଇସ୍ରାଏଲ ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନିତୁଲ୍ୟ ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶିତ ହେଲା। ପୁଣି ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି 40 ଦିବାରାତ୍ର ସେହି ପର୍ବତ ଉପରେ ରହିଲେ। ଏହା ସେହି ସମୟର ଘଟଣା। ଆପଣ ଏଠାରେ ଲକ୍ଷ୍ୟ କରିବେ, ଏହା ସେହି ସମୟର ଘଟଣା ଯେତେବେଳେ ମୋଶା ସିନାଇ ପର୍ବତରେ ଈଶ୍ୱରଙ୍କ ଯେଉଁ ସମସ୍ତ ନିର୍ଦ୍ଦେଶ ପାଇଥିଲେ ଓ ଲୋକମାନଙ୍କୁ ଦେଲେ, ଯାହା ଆମେ ସମ୍ପୂର୍ଣ୍ଣ ପୁସ୍ତକରେ ଦେଖିବାକୁ ପାଉଁ। ଆଜି କ'ଣ ଈଶ୍ୱରଙ୍କ ଆଜ୍ଞାକୁ ପାଳନ କରୁଛୁ କି? ଈଶ୍ୱର ଯାହା ଆଜ୍ଞା ଦେଇଛନ୍ତି ତାହା କ'ଣ ଆମେ ପାଳନ କରୁଛୁ? ଆମେ ନିଜ ଚେଷ୍ଟାରେ ଏହା କରିବା ଅସମ୍ଭବ,
କିନ୍ତୁ ଈଶ୍ୱରଙ୍କ ଶକ୍ତିରେ ଆମେ ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିପାରିବା। ପ୍ରିୟ ବନ୍ଧୁ, ଆଜି କ'ଣ ଈଶ୍ୱରଙ୍କ ଆଜ୍ଞାକୁ ପାଳନ କରୁଛୁ କି? ଈଶ୍ୱର ଯାହା ଆଜ୍ଞା ଦେଇଛନ୍ତି ତାହା କ'ଣ ଆମେ ପାଳନ କରୁଛୁ? ଆମେ ନିଜ ଚେଷ୍ଟାରେ ଏହା କରିବା ଅସମ୍ଭବ, କିନ୍ତୁ ଈଶ୍ୱରଙ୍କ ଶକ୍ତିରେ ଆମେ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନ କାଟିପାରିବା। ଯଦି ଆମେ ଈଶ୍ୱରଙ୍କର ଅନୁଯାୟୀ ଜୀବନ କାଟିବା, ତାହେଲେ ଈଶ୍ୱରଙ୍କ ନିକଟରେ ବିଶ୍ୱାସ କରିବାକୁ ପଡ଼ିବ, ଭରସା କରିବାକୁ ପଡ଼ିବ। ତେବେ ସେ ଆମମାନଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବା ସହିତ ଆଶୀର୍ବାଦ କରିବେ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ଦୟାଳୁ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଦେଉଛୁ, ତୁମରି ଉପସ୍ଥିତି ମଧ୍ୟକୁ ଆମମାନଙ୍କୁ ଆଣିଲ। ତୁମରି ଉପସ୍ଥିତି ମଧ୍ୟରେ ବସିକି ପ୍ରଭୁ ତୁମରି ସୁନ୍ଦର ବାକ୍ୟ ପ୍ରଭୁ ଆମେ ଅଧ୍ୟୟନ କରିପାରିଥିବାରୁ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରେମମୟ ସ୍ୱର୍ଗସ୍ଥ ପିତା, ଆଜିର ଅଧ୍ୟୟନ ମଧ୍ୟରେ ଯାହା କିଛି ପ୍ରଭୁ ଆମେମାନେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଏବଂ ଆପଣାର ଜୀବନରେ ସେସବୁକୁ ପାଳନ କରିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ସେ ବାକ୍ୟ ଅନୁସାରେ ଜୀବନ କାଟିବା ପାଇଁ ଆମମାନଙ୍କୁ ତୁମେ ସାହାଯ୍ୟ କର। ଯେପରି ଆଗାମୀ ଦିନରେ ତୁମରି ବାକ୍ୟ ପ୍ରତି ଯେପରି ମନୋଯୋଗୀ ହେବୁ, ତୁମର ବାକ୍ୟ ସହିତ ଆମମାନଙ୍କ ଜୀବନକୁ ଯେପରି ସଜାଡ଼ିବାକୁ ପାରିବୁ, ସେହି ଅନୁଗ୍ରହ ପ୍ରଭୁ ଆମମାନଙ୍କୁ ତୁମେ ପ୍ରଦାନ କର। ପ୍ରେମମୟ ସ୍ୱର୍ଗସ୍ଥ ପିତା, ଏତେବେଳେ ପ୍ରାର୍ଥନା କରୁଛୁ ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କ ନିମନ୍ତେ। ସେମାନଙ୍କର ଯତ୍ନ ତତ୍ତ୍ୱ ନେବା ସଙ୍ଗେ ସଙ୍ଗେ ସେମାନଙ୍କର ଭାର ତୁମେ ବହନ କର, ସେମାନଙ୍କର ସମସ୍ତ ଚିନ୍ତାର ଭାର ତୁମେ ନିଅ। ପ୍ରେମମୟ ସ୍ୱର୍ଗସ୍ଥ ପିତା, ସେମାନଙ୍କୁ ସବୁ କ୍ଷେତ୍ରରେ ତୁମେ ଆଶୀର୍ବାଦ କରି ସେମାନଙ୍କୁ ଆହୁରି ତୁମରି ନିକଟବର୍ତ୍ତୀ ହେବା ପାଇଁ ତୁମେ ସାହାଯ୍ୟ କର। ଗୌରବ, ସମ୍ଭ୍ରମ, ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଶୁଣି ଦୟାରେ ତୁମେ ଗ୍ରହଣ କର। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏ ଅଧ୍ୟୟନରୁ ଆମେ ଶିଖିଲୁ ଯେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନ୍ୟାୟ, ସତ୍ୟ, ଦୟାଭାବ ଏବଂ ପବିତ୍ରତା ପ୍ରତିଷ୍ଠା କରିବା ପାଇଁ ହିଁ ପରମେଶ୍ୱରଙ୍କ ନିୟମ ଗୁଡ଼ିକ ପ୍ରସ୍ତୁତ କରାଯାଇଛି। ସେ ଆପଣା ଲୋକମାନଙ୍କୁ ମିଥ୍ୟାକୁ ପ୍ରତ୍ୟାଖ୍ୟାନ କରିବାକୁ, ଅନ୍ୟମାନଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରିବାକୁ, ଗରିବ ଓ ଅସହାୟମାନଙ୍କର ଯତ୍ନ ନେବାକୁ ଏବଂ ଆଜ୍ଞାବହତା ତଥା ଆରାଧନା ମାଧ୍ୟମରେ ତାଙ୍କୁ ସମ୍ମାନ ଜଣାଇବାକୁ ଆହ୍ୱାନ କରନ୍ତି। ପରବର୍ତ୍ତୀ ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 25 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ପରମେଶ୍ୱରଙ୍କ ପବିତ୍ର ଆବାସର ସାମଗ୍ରୀ ଏବଂ ନିୟମ ସିନ୍ଦୁକ ସମ୍ମୁଖସ୍ଥ ରୁଟିର ମେଜ ଏବଂ ସୁବର୍ଣ୍ଣ ଦୀପବୃକ୍ଷର ନିର୍ମାଣ ସମ୍ବନ୍ଧରେ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି 6 ବର୍ଷ। ଆଜିର ପ୍ରଶ୍ନଟି ହେଉଛି ଈଶ୍ୱର କେତେ ବର୍ଷରେ ଥରେ ଭୂମିକୁ ବିଶ୍ରାମ ଓ ପଡ଼ିଆ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ? ଏ 5 ବର୍ଷ, ବି 7 ବର୍ଷ, ସି 4 ବର୍ଷ, ଡି 8 ବର୍ଷ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা আমକୁ জଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 0444908129 ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ।